ଆସନ୍ତୁ ଆଜି ଏକ ଏମିତି ପୁରାତନ କାହାଣୀ ବିଷୟରେ ଜାଣିବା ଯାହା ଶିକ୍ଷା, ସମର୍ପଣ ଆଉ ସମସ୍ୟା ସମାଧାନର ଏକ ନୂଆ ଦିଗ ଦେଖାଏ। ଏହା ହେଉଛି ବାଳକ ହନୁମାନ ଏବଂ ତାଙ୍କର ଅସାଧାରଣ ଗୁରୁ ସୂର୍ଯ୍ୟଦେବଙ୍କ କାହାଣୀ। ଆଚ୍ଛା, ଟିକେ କଳ୍ପନା କରନ୍ତୁ ତ, ଜ୍ଞାନ ପାଇବା ପାଇଁ ପ୍ରବଳ ଇଚ୍ଛା ଅଛି, କିନ୍ତୁ ଯିଏ ଶିକ୍ଷା ଦେଇପାରିବେ ସେ ଗୋଟିଏ ସେକେଣ୍ଡ ପାଇଁ ବି ଅଟକି ପାରିବେ ନାହିଁ। ଏମିତି ଏକ ଅଜବ ସମସ୍ୟାର ସାମ୍ନା କରିଥିଲେ ବାଳକ ହନୁମାନ। ଚାଲନ୍ତୁ ଏହି ଆକର୍ଷଣୀୟ କାହାଣୀ ଭିତରକୁ ଯିବା। ତେବେ କାହାଣୀ ଆରମ୍ଭ ହେଉଛି ଏକ ବଡ଼ ଦ୍ୱନ୍ଦ୍ୱରୁ। ଏଠି ଜଣେ ଅସାଧାରଣ ଶକ୍ତିଶାଳୀ ବାଳକ ପାଇଁ ଜଣେ ଯୋଗ୍ୟ ଗୁରୁ ଖୋଜିବା କୌଣସି ସହଜ କାମ ନଥିଲା। ଦେଖନ୍ତୁ, ଏଠି ଗୋଟେ କଥା ବୁଝିବା ଦରକାର। ହନୁମାନ କିଛି ସାଧାରଣ ଶିଷ୍ୟ ନଥିଲେ। ସେ ଥିଲେ ରୁଦ୍ରଙ୍କର ଅବତାର, ମାନେ ତାଙ୍କ ଭିତରେ ଅସୀମ ଶକ୍ତି ଆଉ ସମ୍ଭାବନା ଭରି ରହିଥିଲା। ତେବେ ଏଭଳି ଏକ ଦିବ୍ୟ ବାଳକଙ୍କୁ ଶିକ୍ଷା ଦେଇପାରିବେ ଏମିତି ଗୁରୁ ମିଳିବେ କେଉଁଠୁ? ଆଉ ଏଥିପାଇଁ ତ ତାଙ୍କ ବାପା ମାଙ୍କ ଚିନ୍ତା ବଢ଼ି ଯାଇଥିଲା। ସେମାନେ ଜାଣିଥିଲେ ଯେ ତାଙ୍କ ପୁଅ ପାଇଁ ଏମିତି ଜଣେ ଗୁରୁ ଦରକାର, ଯାହାଙ୍କର ଜ୍ଞାନର ଭଣ୍ଡାର ବି ତାଙ୍କ ପୁଅର ଶକ୍ତି ଭଳି ଅସୀମ ହେବା ଦରକାର। ଆଉ ଠିକ୍ ଏତିକିବେଳେ ମହର୍ଷି ଅଗସ୍ତ୍ୟ ଗୋଟେ ରାସ୍ତା ଦେଖାଇଲେ। ସେ କହିଲେ, କେବଳ ସର୍ବଜ୍ଞାନୀ ସୂର୍ଯ୍ୟଦେବ ହିଁ ହନୁମାନଙ୍କୁ ଶିକ୍ଷା ଦେବାକୁ ସମର୍ଥ। ଶୁଣିବାକୁ ତ ଏହା ଏକ ସମାଧାନ ପରି ଲାଗୁଥିଲା, କିନ୍ତୁ ଏହା ସାଙ୍ଗରେ ଆଣିଲା ଆଉ ଏକ ବଡ଼ ସମସ୍ୟା। ତେବେ ଗୁରୁ ତ ମିଳିଗଲେ, କିନ୍ତୁ ପରିସ୍ଥିତି ଏମିତି ଥିଲା ଯେ ଶିକ୍ଷା ଗ୍ରହଣ କରିବାଟା ପାଖାପାଖି ଅସମ୍ଭବ ଲାଗୁଥିଲା। କାହିଁକି? ଆସନ୍ତୁ ଦେଖିବା। ଯେତେବେଳେ ହନୁମାନ ସୂର୍ଯ୍ୟଦେବଙ୍କ ପାଖକୁ ଗଲେ, ସୂର୍ଯ୍ୟଦେବ ନିଜେ ତାଙ୍କ ଅସହାୟତା କଥା କହିଲେ। ତାଙ୍କ କଥା ଶୁଣିଲେ ହିଁ ଜଣାପଡ଼ୁଥିଲା ଯେ ସମସ୍ୟାଟା କେତେ ଜଟିଳ। ତାଙ୍କର ଗତି ସୃଷ୍ଟିର ସନ୍ତୁଳନ ପାଇଁ ଜରୁରୀ ଥିଲା। ଏବେ ଟିକେ ଭାବନ୍ତୁ ଏହି ବାଧାଗୁଡ଼ିକ ବିଷୟରେ। ସୂର୍ଯ୍ୟଦେବ ଅଟକି ପାରିବେନି, କାରଣ ଅଟକିଗଲେ ସାରା ବ୍ରହ୍ମାଣ୍ଡରେ ପ୍ରଳୟ ଆସିଯିବ। ସେ ନିଜ ସ୍ୱର୍ଗୀୟ ରଥରୁ ଓହ୍ଲାଇ ବି ପାରିବେନି। ତାଙ୍କ ସାରଥୀଙ୍କୁ ରଥ ଧିମା କରିବା ଆସେନି। ଆଉ ଶେଷରେ ସେ ହନୁମାନଙ୍କୁ ନିଜ ସହ ରଥରେ ନେଇପାରିବି ନାହିଁ, ମାନେ ସବୁଆଡ଼ୁ ରାସ୍ତା ବନ୍ଦ। ତ ଏଇଟା ହିଁ ଥିଲା ସବୁଠୁ ବଡ଼ ଦ୍ୱନ୍ଦ୍ୱ। ସବୁଠୁ ଭଲ ଗୁରୁ ଠିକ୍ ସାମ୍ନାରେ, କିନ୍ତୁ ତାଙ୍କଠୁ ଶିଖିବାର କୌଣସି ଉପାୟ ହିଁ ନାହିଁ। ପରିସ୍ଥିତି ପୂରାପୂରି ଅସମ୍ଭବ। ଏବେ କ'ଣ ହେବ? ଆଉ ଏଇଠି ଆସେ କାହାଣୀର ସବୁଠୁ ଆଶ୍ଚର୍ଯ୍ୟକର ମୋଡ଼। ଯେତେବେଳେ ପରିସ୍ଥିତିକୁ ବଦଳାଇବା ଅସମ୍ଭବ ଥିଲା, ସେତେବେଳେ ଜଣେ ବିଚକ୍ଷଣ ଶିଷ୍ୟ ନିଜକୁ ହିଁ ବଦଳେଇ ଦେଲେ। ଏହି କଥାଟିକୁ ଟିକେ ଗଭୀର ଭାବରେ ଦେଖନ୍ତୁ। ହନୁମାନ ପରିସ୍ଥିତିକୁ ଦୋଷ ଦେଲେନି କିମ୍ବା ସୂର୍ଯ୍ୟଦେବଙ୍କୁ ଅଟକିବାକୁ କହିଲେନି। ବରଂ ଅସାଧାରଣ ନମ୍ରତା ଆଉ ବୁଦ୍ଧି ସହିତ ସେ ଏକ ଅବିଶ୍ୱାସନୀୟ ସମାଧାନ ବାହାର କଲେ। ତାଙ୍କର ସମାଧାନ ଏତେ ସରଳ ଆଉ ଏତେ ଅସାଧାରଣ ଥିଲା। ସେ କହିଲେ, ହେ ଗୁରୁଦେବ, ଆପଣଙ୍କୁ ନିଜ ନିୟମ ଭାଙ୍ଗିବାକୁ ପଡ଼ିବନି। ମୁଁ ଆପଣଙ୍କ ସାମ୍ନାରେ ରହିବି, ଆଉ ଆପଣଙ୍କ ଗତି ସହିତ ତାଳ ଦେଇ ପଛକୁ ପଛକୁ ଯିବି, କେବେ ବି ନ ଅଟକି। କଳ୍ପନା କରନ୍ତୁ, ଏହା କେବଳ ଏକ ଚତୁର ସମାଧାନ ନଥିଲା। ଏହା ଥିଲା ଅତୁଳନୀୟ ସମର୍ପଣ ଆଉ ସାଧନାର ଏକ ପ୍ରମାଣ। ଏଇ ତୁଳନାଟା ଦେଖନ୍ତୁ, କେତେ ସୁନ୍ଦର ଭାବରେ ସବୁକିଛି ବୁଝାଇ ଦେଉଛି। ଗୋଟେ ପଟେ ଗୁରୁଙ୍କର ସମସ୍ୟା ଆଉ ଅନ୍ୟପଟେ ଶିଷ୍ୟର ସମାଧାନ। ପ୍ରତ୍ୟେକ ସମସ୍ୟା ପାଇଁ ଏକ ଏମିତି ଉପାୟ ଯାହା ଗୁରୁଙ୍କର ନିୟମକୁ ଭାଙ୍ଗୁନଥିଲା, ବରଂ ଆହୁରି ସମ୍ମାନ ଦେଉଥିଲା। ଆଉ ଏଇ ଯୋଜନାଟା କେବଳ କଥାରେ ରହିଲାନି, ଏହାକୁ କାମରେ କରି ଦେଖାଗଲା। ଆଉ ଏଇଠୁ ଆରମ୍ଭ ହେଲା ସମର୍ପଣର ଏକ ନୂଆ ଅଧ୍ୟାୟ। କଳ୍ପନା କରନ୍ତୁ ସେ ଦୃଶ୍ୟ। ସୂର୍ଯ୍ୟଦେବ ନିଜ ରଥରେ ଆଗକୁ ବଢ଼ୁଛନ୍ତି, ଆଉ ଠିକ୍ ତାଙ୍କ ସାମ୍ନାରେ ମହାବଳୀ ହନୁମାନ ସେହି ସମାନ ଗତିରେ ପଛକୁ ଉଡ଼ୁଛନ୍ତି, ଆଉ ସମସ୍ତ ବେଦ, ଶାସ୍ତ୍ର ଓ ବିଦ୍ୟା ଆହରଣ କରୁଛନ୍ତି। ଏହା କେତେ କଠିନ ଶାରୀରିକ ଏବଂ ମାନସିକ ସାଧନା ଥିବ। ଆଉ ସବୁଠୁ ବଡ଼ କଥା ହେଲା, ଏହି ଅସାଧାରଣ ଉପାୟରେ ଶିକ୍ଷା ସମ୍ପୂର୍ଣ୍ଣ ହେଲା ବିନା କୌଣସି ବାଧାବିଘ୍ନରେ। କାରଣ ଯେଉଁଠି ଏତେ ସମର୍ପଣ ଆଉ ସୃଜନଶୀଳତା ଥାଏ, ସେଠି କୌଣସି ବାଧା ତିଷ୍ଠିପାରେ ନାହିଁ। ତେବେ ଏହି ପୂରା କାହାଣୀରୁ ଆମ ପାଇଁ କ'ଣ ଶିକ୍ଷା ରହିଛି? ପ୍ରଥମତଃ, ନମ୍ରତା। ଦୁନିଆ ଆମ ପାଇଁ ବଦଳିବ ବୋଲି ଅପେକ୍ଷା ନ କରିବା। ଦ୍ୱିତୀୟରେ, ଅନୁକୂଳନଶୀଳତା, ମାନେ ପରିସ୍ଥିତିକୁ ଦେଖି ନିଜକୁ ବଦଳେଇବା। ତୃତୀୟରେ, ସୃଜନଶୀଳତା, ମାନେ ନୂଆ ଉପାୟରେ ଭାବିବା। ଆଉ ଶେଷରେ, ସମ୍ପୂର୍ଣ୍ଣ ସମର୍ପଣ। ଏହି ଗୁଣଗୁଡ଼ିକ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇଁ ଜରୁରୀ। ତେବେ ଶେଷରେ ଏଇ ଗୋଟିଏ ପ୍ରଶ୍ନ, ଆମ ସମସ୍ତଙ୍କ ଜୀବନରେ ଏମିତି କିଛି ଅସମ୍ଭବ ପରିସ୍ଥିତି ଆସେ ଯାହାକୁ ଆମେ ବଦଳେଇ ପାରୁନୁ। ତେବେ ହନୁମାନଙ୍କ ପରି ହୁଏତ ସମାଧାନ ବାହାରେ ନୁହେଁ, ବରଂ ନିଜ ଭିତରେ, ନିଜ ଦୃଷ୍ଟିକୋଣରେ ହିଁ ଲୁଚି ରହିଛି। ଏ ବିଷୟରେ ଟିକେ ଭାବିବା।